ଆହୁରି ଗୋଟେ ଆଜ୍ଞା କଥା ଦେଖନ୍ତୁ, ଏ ସମାଜରେ ଭାଇମାନେ ବୁଲୁଛନ୍ତି ବେକାରୀ ହେଇକି, ରୋଜଗାର କ୍ଷମତା ନାହିଁ, ଦୁର୍ବଳ ପୋଜିସନରେ ବୁଲୁଛନ୍ତି। କ'ଣ ପାଇଁ? ନିଜକୁ ଭଗବାନ ଶରୀର ଦେଇଛନ୍ତି, ବୁଦ୍ଧି ଦେଇଛନ୍ତି, ବଳ ଦେଇଛନ୍ତି, ଶକ୍ତି ଦେଇଛନ୍ତି, ହେଲେ ଆପଣମାନେ ତାକୁ କାହିଁକି କାମରେ ନ ଲଗାଇ ଅନ୍ୱେଷରେ ଦୁର୍ବଳ ଶରୀରକୁ କରାଉଛ? କ'ଣ ପାଇଁ? ଭଲସେ ରୋଜଗାର କରନ୍ତୁ ଆଜ୍ଞା, ଭଲସେ ଖାଆନ୍ତୁ, ଭଲସେ ରୁହନ୍ତୁ। ଚାଲନ୍ତୁ ମୁଁ ଏଠି ସ୍ୱାଗତ ଜଣାଇବି ମୁଁ ମିସ୍ତ୍ରୀ ଚ୍ୟାନେଲକୁ ବା ପପିନା କ୍ରିଏସନ୍ ଚ୍ୟାନେଲକୁ। ଏଠି କହିବାର ଗୋଟେ କାରଣ ହେଉଛି ଆମର ଭାଇମାନେ ଦୁର୍ବଳ ହେଇକି ବୁଲୁଛନ୍ତି, ପଇସା ପତ୍ର ନଥିବା ହତାଦର ହେଇକି ବୁଲୁଛନ୍ତି, ନିଜକୁ ହତାଦର କରୁଛନ୍ତି। କାହିଁକି? ଦେଖନ୍ତୁ, କଥାରେ ଅଛି ଆଜ୍ଞା, ପଇସା ଫେକ ତାମସା ଦେଖ। ତେଣୁକରି ପଇସା ଯାହା ପାଖରେ ଅଛି ନା ଆଜ୍ଞା, ସବୁ ଅଛି। ତା ଧନ ଜନ ମନ ସବୁ କିଛି ଅଛି। ତେଣୁକରି ଆଜ୍ଞା, ପଇସା ରୋଜଗାର କରିବା ବାଟ ଖୋଲ, ପଇସା ରୋଜଗାର କରିବା ବାଟରେ ଚାଲ। ନିଶ୍ଚୟ ତମ ପଛରେ ଗୋଡ଼େଇବେ ଲୋକ। ତମେ କାହିଁ ଲୋକମାନଙ୍କ ପାଖରେ ଗୋଡ଼ଉଛ? କ'ଣ ପାଇଁ? ସିଏ ମୁଖ୍ୟମନ୍ତ୍ରୀ, ସିଏ MLA, ସିଏ ପ୍ରଧାନମନ୍ତ୍ରୀ, ସିଏ ବିଧାୟକ, କ'ଣ ଆବଶ୍ୟକ? କିଛି ଆବଶ୍ୟକ ନାହିଁ। ଯଦି ଆପଣଙ୍କ ପାଖରେ ପଇସା ଥବ ନା, ସମସ୍ତେ ଆପଣଙ୍କ ପାଖରେ ଆସି ଏକଜୁଟ ହୋଇକି ଠିଆ ହୋଇଯିବେ। ଗୋଟାଏ ଦିନ ସେ ମୁଖ୍ୟମନ୍ତ୍ରୀ ପଳେଇ ଆସିବ, ପ୍ରଧାନମନ୍ତ୍ରୀ ପଳେଇ ଆସିବ, ବିଧାୟକ ପଳେଇ ଆସିବ, ସବୁ ପଳେଇ ଆସିବେ, ସାଂସଦ ପଳେଇ ଆସିବ, ସବୁ ପଳେଇ ଆସିବେ ଆପଣଙ୍କ ନା ଆପଣଙ୍କ ପାଖରେ ପଇସା ଅଛି। ଆଜ୍ଞା, ପଇସା ଯଦି ନଥିବ ନା, ଆପଣଙ୍କୁ କେହି ଛତିଆ 6 ପଇସାରେ ପଚାରିବେନି। ତେଣୁକରି ଆପଣମାନେ ନ ବୁଲିକି, ସମୟକୁ ବେକାର ନ କରି କିଛି ନା କିଛି କର। ସେ ହୁଏତ ଗୁହାଳ ପୋଛା ହଉ, ସେ ହୁଏତ ଅଫିସିଆଲି ହଉ, ତା ଦେହରେ କିଛି ଡିଫରେନ୍ସ ନାହିଁ। ପଇସା ଦରକାର ନା ଆଜ୍ଞା, ପଇସା ରୋଜଗାର କରନ୍ତୁ। ସିଏ ଆଜି 4 ହ୍ୱିଲର କିଣିଦେଲା, ମୁଁ ତା ସାଙ୍ଗରେ ବସିକି ବୁଲିବି, ହେଲେ ମୋର ଔକାତ କ'ଣ ଅଛି ମୁଁ ଦେଖେ, ମୋର ବ୍ୟାକଗ୍ରାଉଣ୍ଡ କ'ଣ ଅଛି ମୁଁ ଦେଖେ। ନା ଏସବୁ ଆଜ୍ଞା ଇମ୍ପସିବଲ୍, କଦାପି ପସିବଲ୍ ନୁହେଁ। ତେଣୁକରି ସେ ଯେଉଁ ଚାକିରି ହଉ, ଯେଉଁ କର୍ମ ହଉ, କରିବାର ଅଛି, 2 ପଇସା ପକେଟରେ ରଖିବାର ଅଛି। କଥାରେ ଅଛି ଆଜ୍ଞା, ଅଣ୍ଟିରେ ଖଇଥିଲେ କେତେ କୁଆ ଧାଇଁ ଆସିବେ, ମୁଠାଏ ଖୁଦ ଥିଲେ କେତେ ପକ୍ଷୀମାନେ ପଳେଇ ଆସିବେ, କେତେ ପାରା, କେତେ ଚଢ଼େଇ ପଳେଇ ଆସିବେ। କିନ୍ତୁ ଯଦି ଏଇ ଛିଦ୍ର ମନର ଖୁଦ ଯଦି ଆପଣଙ୍କ ପାଇଁ ନଥିବ ନା, ଗୋଟେ ଚଢ଼େଇ, ଗୋଟେ କାଉ କା ବୋଲି କହିବନି, କି କୁଆ କୁହୁ କୁହୁ ବୋଲି ରାବିବନି। ତେଣୁକରି ଆପଣମାନେ କେହି ବେକାର ହେଇ ସମାଜରେ ବୁଲନ୍ତୁ ନାହିଁ। ମୋ ବାପାର କ'ଣ ଅଛି ମୁଁ ଦେଖିବି, ମୋର କ'ଣ ଅଛି, ମୋ ବ୍ୟାକଗ୍ରାଉଣ୍ଡ କ'ଣ ଅଛି, ମୋ ପାଖରେ କେତେ ଧନ ଅଛି। ପ୍ରଥମ ଆଜ୍ଞା ରୋଜଗାର କ୍ଷମତାଶାଳୀ ହୁଅନ୍ତୁ, ଆଗେ ରୋଜଗାର କରନ୍ତୁ, ମନି ପାୱାର ରଖନ୍ତୁ, ତାପରେ ଯାହା ସାଙ୍ଗେ ମିଶନ୍ତୁ। କିଛି ଲାଇଫ ପାଇଁ କରନ୍ତୁ, କିଛି ପ୍ରଥମ ଭବିଷ୍ୟତ ଗଢ଼ନ୍ତୁ। ସିଏ 4 ହ୍ୱିଲର କିଣିଛି, ମୁଁ ତା ସାଙ୍ଗରେ ବୁଲିବି, ନୂଆ ନୂଆ ପ୍ୟାଣ୍ଟ ସାର୍ଟ ପିନ୍ଧିକି ବୁଲିବି। ଆଜି ଆଜ୍ଞା ଦେଖିବେ ସମାଜରେ ଯେ ନୂଆ ନୂଆ ସାର୍ଟ, ବହୁତ କ୍ଲାରିଟି ସାର୍ଟ ପିନ୍ଧିଥିବ, ତା ପଛରେ ତା ସାଙ୍ଗରେ ବସିଥିବ, କିଏ ଗାଣ୍ଡି ଟେକା ଗାଡ଼ି ଖଣ୍ଡେ ଥବ, ତା ସାଙ୍ଗରେ ବସିକି ବୁଲିବ। ହେଲେ ଆଜ୍ଞା ଟଙ୍କାଟା ପକେଟରେ ନଥବ ଖର୍ଚ୍ଚ କରିବା ପାଇଁ, ତାର ସାଙ୍ଗରେ ବସି ତାଠାରୁ ଖାଇକିରି ତାର ସାଙ୍ଗରେ ବୋଲାମି କରି ବୁଲିବ। କାଲି ସେ 4 ହ୍ୱିଲର କିଣିଲା, ମୁଁ ତା ସାଙ୍ଗରେ ବସି ବୁଲିବି। କ'ଣ ପାଇଁ? ମୁଁ କ'ଣ କରୁଛି? ଆଜି ସିନା ବୁଲିବି, କାଲି ବୁଲିବି, ମାସେ ବୁଲିବି, ବର୍ଷେ ବୁଲିବି। ଯେତେବେଳେ 2 ଜଣଙ୍କ ଭିତରେ ମନାନ୍ତର ହବ, କ'ଣ ହବ? ତମେ ସିଆଡ଼େ, ସିଏ ସିଆଡ଼େ, ନହେଲେ ତ ତମେ ଇଆଡ଼େ, ସିଏ ସିଆଡ଼େ। ସେତେବେଳେ କୋଉଠି 4 ହ୍ୱିଲର ଥବ ବସିବାକୁ, ଗାଡ଼ି ଟେକା ଗାଡ଼ି ଥବ ବସିବାକୁ, ଭୁଟୁଭୁଟିଆ ଗାଡ଼ି ଥବ ବସିବାକୁ। ଆଜ୍ଞା, ନିଜ ତାକତ ଅଛି ତ 4 ହ୍ୱିଲର କର, ବସ, ବୁଲ, ସବୁଦିନ ପାଇଁ, ଆଜୀବନ ପାଇଁ। ତ ଭୁଟୁଭୁଟିଆ ଗାଡ଼ି କର, କିଛି ନାହିଁ। ତ
ପର ଧନରେ ମନ ବଳେଇ ଲାଭ କ'ଣ ଅଛି? କିଛି ଲାଭ ନାହିଁ, କୌଣସି ପ୍ରକାର ଲାଭ ନାହିଁ। ଯେଉଁ ଟଙ୍କାଟେ ହେଉ ମିନିଟିଏ ବୋଲି ସମୟ ନଷ୍ଟ କରନ୍ତୁନି, କରନ୍ତୁ ଇନକମ୍ ଥରେ ଦେଖନ୍ତୁ। ଆପଣମାନେ ଯେମିତି ପର ପରିବାର ପଛରେ ଗୋଡ଼ଉଥିଲେ, ଆପଣମାନେ ଯେମିତି ତାର ନୂଆ ନୂଆ ସାର୍ଟ ଅଛି, ଭଲ ସାର୍ଟ ପ୍ୟାଣ୍ଟ ପିନ୍ଧିକି ଗାଡ଼ି ଚଳାଉଛି, ସେଇ ଗାଣ୍ଡିଟେକା ଗାଡ଼ି ଆପଣ କରନ୍ତୁ, ସିଏ ଆପଣ ପଛରେ ଗୋଡ଼େଇବ। ତ ଆପଣମାନେ କାହିଁକି କାହା ପଛରେ ଗୋଡ଼ଉଛନ୍ତି? ଏଇଟା ଆଜ୍ଞା ଆପଣଙ୍କ ହିସାବରେ କ'ଣ ହେଇଥିବ ମୁଁ ଜାଣିନାହିଁ। ମୁଁ କସମ ସେ କହୁଛି, କିନ୍ତୁ ମୋର ଏଗୁଡ଼ା ସବୁ ପସନ୍ଦ ନୁହଁ ଆଜ୍ଞା। ନିଶ୍ଚୟ ନିଜେ ରୋଜଗାର କରନ୍ତୁ, ନିଜେ ଇଚ୍ଛାରେ ବଞ୍ଚନ୍ତୁ, ସିଏ ହେଉଛି ଠିକ୍। ପର ଇଚ୍ଛାରେ ବଞ୍ଚିକି ଆଜ୍ଞା କିଛି ଲାଭ ନାହିଁ। ଆଜି ଅଛି ତା ଇଚ୍ଛା, କାଲି ନଥାଉ। ଆଜି ଇଟିଲି ତରକାରୀ ଖାଇବାକୁ ଦେଲା, କାଲି ନଦବ। ମାନେ ଅଛି କି ଦବ ବୋଲି ସବୁଦିନ? ନା, ଯେତିକି ଅଛି ସେତିକିରେ ଚଳନ୍ତୁ, ଆଗକୁ କେମିତି ବଢ଼ିବେ ଦେଖନ୍ତୁ। ଏଇଠି ରହିଲେ ଆଜ୍ଞା, ନମସ୍କାର। ଏ କଥାର ମତ ଆପଣମାନେ ରଖିବେ ନିଶ୍ଚୟ, ଠିକ୍ କି ଭୁଲ ନିଶ୍ଚୟ ଆଜ୍ଞା ଆପଣ ଦେବେ। ମୁଁ ରହିଲି ଆଜ୍ଞା, ନମସ୍କାର।